ଏବେ ସମସ୍ତଙ୍କର ପ୍ରଭୁଙ୍କୁ ଡାକିବାର ସମୟ ଆସିଛି। କଳିର ଶେଷ ପର୍ଯ୍ୟାୟରେ ଜୟ ଜଗନ୍ନାଥ ପତିତ ପାବନ ଓଡ଼ିଶା ବଡ଼ ଠାକୁର କଳ୍ପ ବଟବାସୀ ପ୍ରଭୁ ବ୍ରହ୍ମ ରାଶି କଳି କଳୁ ବଜିଷ୍ଠ ଭାଇମାନେ ସାରମାନେ ସଂସାର କଲେ ଭଲ ପାଇଛନ୍ତି, ହାତ ଗୋଡ଼ ଭଲ ଅଛନ୍ତି, ସମସ୍ତେ ଭଲ ପାଉଛନ୍ତି। ସ୍ୱାମୀ ଦି ପଇସା ରୋଜଗାର କରୁଛନ୍ତି ବୋଲି ସ୍ତ୍ରୀ କହୁଛି ମୋ ସ୍ୱାମୀ ଭଲ, ଶାଶୁ ଦି ପାଇଟି କାମ କରୁଛନ୍ତି ବୋଲି ବୋହୂ କହୁଛି ମୋ ଶାଶୁ ଗୋଟେ ଭଲ। ହେଲେ ଯୋଉଦିନ ହାତ କାମ କରିବନି, ଗୋଡ଼ କାମ କରିବନି, ଅଶେଷ ରୋଗ ଗ୍ରାସ କରିବ, ଗୋଟିଏ ଖଟରେ ଶୋଇକି ରହିବା, ଏଇ ସଂସାର ଲୋକମାନେ କହିବେ ଯାହା ରାତି ଅନିଦ୍ରା ହେଇକି ବସୁଛନ୍ତି, ଘରେ ଦିନ କେଇଟା ଶୋଇଗଲେ କହିବେ ରୋଗ ହେଲେ ଦେହ ନରକ ବାସ, ନାସିକା କୁଞ୍ଚଇ ଛାଡ଼ିବେ ବାସ। ରୋଗ ହେଲେ ଦେହ ନରକ ବାସ, ନାସିକା କୁଞ୍ଚଇ ଛାଡ଼ିବେ ବାସ। କହିବେ ଏ ଲୋକ ତୁରନ୍ତ ମରୁ, ଭାଇ ଭାବନାକ ବାସନା ସରୁ। ରୋଜଗାର କରିଦଉଛନ୍ତି ବୋଲି ସମସ୍ତେ ଭଲ ପାଉଛନ୍ତି। ଯୋଉ ସ୍ତ୍ରୀ କେତେ ଭଲ ପାଇଛନ୍ତି ମରିଗଲେ ସିଏ ଘର ନିଜ ଯିବ ଦୁଆର ଯାଏ, ଭାଇ ବନ୍ଧୁ ଯିବେ ମଶାଣି ଯାଏ। ପୁଅ ତୋର ଖାଲି ହାଣ୍ଡି ନେଇଯିବ, ତୁଠ ସରିଯିବା ଏଇଆ ଜ୍ଞାନୀର ନୁହନ୍ତି। ଧରାରେ ପଡ଼ିବ ରହି ଦୁଃଖାର୍ଜିତ ଧନ, ରୋମନ୍ତେ ରହିବେ ଗୋଷ୍ଠୀ ମହିଷକୁ ଧନ। ଅଶ୍ରୁମୁଖୀ ଭାଜା ଯିବ ଦ୍ୱାର ପାଶେ ରହି, ସଜନ ଶ୍ମଶାନ ଯାଇ ଶବ। ଆଜ୍ଞା ଜଣେ ରାଜା ଥିଲେ ଭର୍ତ୍ତୃହରି, ତାଙ୍କ ସ୍ତ୍ରୀ କି ସେ ଏତେ ଭଲ ପାଆନ୍ତି ଯେ ତାହା ଅଳଙ୍କାର ମଧ୍ୟ ଅସମ୍ଭବ ହୋଇଥାଏ। ଦେବରାଜ ଇନ୍ଦ୍ର ଦିନେ ଆସିଲେ ବ୍ରାହ୍ମଣ ବେଶରେ ଗୋଟେ ଅମର ଫଳ କହିଲେ ରାଜା ଏ ରାଜା ତମ ରାଜଶାସନରେ ଖୁସି ହେଇକି ତମକୁ ଅମର ଫଳ ଦଉଛି। ଏଇ ଫଳ ଖାଇଲେ ମରିବନି, ସବୁବେଳେ ଜାଗ୍ରତ ହେଇକି ରହିବ, ଚିରଞ୍ଜୀବ ହେଇକି ରହିବ, ସୁନ୍ଦର ହେଇକି ରହିବ। ରାଜା କଣ ସେ ଅମର ଫଳ ଖାଇଲେ? ତାଙ୍କ ସ୍ତ୍ରୀଙ୍କୁ ଡାକିଲେ, କହିଲେ ରାଣୀ ଏ ଅମର ଫଳ ନିଅ, ଏ ଅମର ଫଳ ଖାଇଲେ ଚିର ସୁନ୍ଦରୀ ହେଇକି ରହିବ, କେବେ ମରିବନି ତମେ, ତମକୁ ମୁଁ ଏତେ ଭଲ ପାଏ। ରାଜା ସିନା ରାଣୀକି ଭଲ ପାଉଛି, ହେଲେ ରାଣୀ ଘୋଡ଼ା ରଖୁଥିବା ସେନାପତି ଭଲ ପାଉଛି। କହିଲେ ସେନାପତି ସବୁବେଳେ କହୁଛ କିଛି ଅପୂର୍ବ ଜିନିଷ ଦଉନି, ଆଜି ଗୋଟେ ଅମର ଫଳ ଆଣିଛି ନିଅ, ଖାଇଲେ ସବୁବେଳେ ବଞ୍ଚିକି ରହିବ, ଚିରଞ୍ଜୀବୀ ହେଇକି ରହିବ, ଚିର ସୁନ୍ଦର ହେଇକି ରହିବ, ରୋଗ ଜରା କିଛି ଆସିବ। ନେଇଗଲେ ସେନାପତି। ରାଣୀ ସିନା ସେନାପତି ଭଲ ପାଉଛି, ସେନାପତି ଭଲ ପାଉଛି ଗୋଟେ ଗଣିକା ବେଶ୍ୟା। କହିଲେ ଆଲୋ ଭାଇ ସବୁବେଳେ ମାଗୁଛୁ କିଛି ଆଣୁନା କିଛି ଆଣୁନା, ଆଜି ଗୋଟେ ଅମର ଫଳ ଆଣିଛି, ଆକୁ ନେ ଖାଇବୁ, ସୁନ୍ଦରୀ ହେଇକି ରହିବୁ, ତୋ ବେପାର ହବ, କେବେ ମରିବୁନି, ଅମର ହେଇକି। ଏ ସେନାପତି ସିନା ସେ ବେଶ୍ୟାକୁ ଭଲ ପାଉଛି, ହେଲେ ସେ ଗଣିକା ଜଣକ ସେ ରାଜ୍ୟର ରାଜାଙ୍କୁ ଭଲ ପାଉଛି। ଚିନ୍ତା କଲେ ଗଣିକା ଫଳଟା କହିଲା ମୁଁ ଖାଇକି କେତେ ଲୋକଙ୍କର ଘର ଭାଙ୍ଗି ସାରିକି ଆଉ ଖାଇକି ଅମର ହେଇକି କଣ ଏଇ ସୃଷ୍ଟିଟାକୁ ଧ୍ୱଂସ କରିବି। ସନ୍ଧ୍ୟା ବେଳେ ଯାଇକି ଭର୍ତ୍ତୁହରି ରାଜାଙ୍କର କବାଟ କଲା। ରାଜା କବାଟ ଖୋଲିଦେଲେ, ଗଣିକା ଜଣକ ଦେଖିକି ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ତୁ କଣ ଏଠି? ଗଣିକା କହିଲା ମଣିମା ଗୋଟେ ଅପୂର୍ବ ଜିନିଷ ପାଇଛି, ଆଜି ଦବାକୁ ଆସିଛି। କଣ ଆଣିଛି? ଅମର ଫଳ, ଆକୁ ଖାଇଲେ ଅମର ହେଇକି ରହିବ, ଚିର ସୁନ୍ଦର ହେଇକି ରହିବ, କେବେ ମରିବନି। କହିଲା ତୁ ମୋ ପାଇଁ ଆଣିଛୁ? କହିଲା ମୁଁ ଏତେ ଭଲ ପାଏ ଆପଣଙ୍କୁ। ପଳେଇ ଯାଉଥିଲା ରାଜା ଅମର ଫଳଟା ଧରିକି ଡାକିଲେ, କହିଲେ ଏ ଗଣିକା ଶୁଣ, ସତକ ଅମର ଫଳ ତୁ କୋଉଠୁ ଆଣିଛୁ? ନହେଲେ ଶୁଳିରେ ବସି କାନ୍ଦି ପକାଉଛି ଗଣିକା ଜଣକ। କହିଲା ମଣିମା ସତ କହିବା ପାଇଁ ଏଠି ଡାକିଛି, ମିଛ କାହିଁ କହିବି? ମଣିମା ମୁଁ କୋଉ ଗଛରୁ ଆଣିକି କୋଉଠୁ କିଣିକି ଆଣିବି, ଆପଣଙ୍କ ସେନାପତି ମତେ ଫଳଟା ଦେଇଛି, ମୁଁ ନେଇକି ଆସିଛି। ଗୋଲ ବୁଲେଇ ଦେଲେ, ସେଠି ଗଣିକା ଛିଡ଼ା ହେଲା। ଆଉ ଗୋଟେ ଗୋଲ ବୁଲେଇ ଦେଲେ, ସେନାପତି ଡାକିଲେ, ସେନାପତି ଆଜ୍ଞା ତୁମେ ଅମର ଫଳ ଗଣିକା ଦେଇଛ? ହଁ। ତୁମେ କୁହ ଅମର ଫଳ କୋଉଠୁ ଆଣିଛ, ତମେ ଶୁଣିରେ ବସିବ। ସେନାପତି କହିଲା ମୁଁ କାହିଁ ଶୁଣିରେ ବସିବି, ଗଣିକାଟା ସତ କଥା କହିଦେଲାଣି। ମହାରାଜ ଏ ଫଳ ମୁଁ କୋଉଠୁ କିଣିକି ଆଣିବି, ଆପଣଙ୍କ ରାଣୀ ସକାଳେ ମତେ ଏ ଫଳଟା ଦେଇଛି, ମୁଁ ତାକୁ ଦେଇଛି। ରାଜା ଆଶ୍ଚର୍ଯ୍ୟ ହୋଇଗଲେ, ରାଣୀ ତ ଗୋଡ଼ କାଢି ପଦାକୁ ଯାଇନି, ଅମର ଫଳ ଆଣିଲେ। ରାଣୀକି ଡକା ହେଲା, ରାଣୀ ତମେ ମୋ ମୁଣ୍ଡ ଛୁଇଁ ଆଜି ସତ କଥା ଗୋଟେ କହିବାକୁ ପଡିବ। ରାଣୀ କହିଲେ ମୁଁ କି କଥା କହିବି? କହିଲେ ନାଇଁ ସେମିତି ଯାଇ କଥା ନୁହେଁ, ତମେ ମୋ ମୁଣ୍ଡ ଛୁଇଁ ସତ କୁହ, ଏ ଅମର ଫଳ ତମେ ଆଣିଲ କୋଉଠୁ? ନହେଲେ ତମେ ବି ଶୁଣିରେ ବସିବ। ଧାର ରାତି ବହି ଯାଉଛି ଅଶ୍ରୁ, ରାଣୀ କାନ୍ଦୁଛି। ମଣିମା ଗୋଟେ ଗଣିକାଟେ ଯୋଉଠି ସତ କଥା କହିଦଉଛି,
घोड़ा रखुवा सेनापति जोड़ी सत कथा कहि दउची मु राजा भद्रवरीर स्त्री सत कथा कहबिनी बोला कह मो मुंड पर हाथ रखि अमर फल कोठ आनी रानी कहले मु तमरे मुंड पर हाथ रखि कहूची महाराज ए फल मु को गछरु आनिबे आपण सकाळे न खाई जो फलटा मते देखिले मु न खाई के सेही फलटा सेनापति के दे राजा आश्चर्य गले मुटे राजा भल पाउची रानी की रानी मते भल न पाई भल पाउची सेनापति जोडी रानी सेनापति की भल पाउची सेनापति रानी की भल न पाई भल पाउची गणिका जोडी सेनापति गणिका को भल पाउची गणिका सेनापति की भल न पाई भल पाउची सेही राज्यर राजा बोले एठी कोन प्रकृत रे केही का को भल पाउनादी गोटे नीति शिक्षा देले संसार को देखो सुखम नयन रे रही छंती जेते नर नारी संसार को देखो सुखम नयन रे रही छंती जेते नर नारी सर्वे भिन्न भिन्न उपादान गढ़ा एटी केही नुहंती कहारी केवल जणे होती समस्त से होती जगन्नाथ मुकुट धोइले जंगल को जाई प्रभु को प्रार्थना करे असुंदर ने पळे आसले कंठश्री जो अंजलि अछि ताकर कंठश्री जय जगन्नाथ अच्छा आपन को गोटे प्रश्न मते सब बेले गीत गायबा पूर्व आपन को पे एक भाव कथा कहउछन बेटे खुशी ना मु पूरा मूड रे आसला बेलको गगन भाई पूरा नाची के पड़ेले मु पूरा मूड रे आसला बेलको भाव कथा कहि देले अच्छा वर्तमान में भाव रे जीवा ना जेम के जाउतले सेम जीवा Thank you.